ଅଗ୍ରସେଇ ମତେ ବହୁ ଅପମାନ ଦେଇଛି। ମୁଁ ଗୋଟେ ମିଟିଂ କରୁଛି ଖୋର୍ଦ୍ଧାରେ, ଦେଖିଲା ବେଳକୁ ମୁଁ ସଭାପତି ପଦରୁ ପଳେଇଲେଣି। ଏତେ ଧୋକା ଦେଇଛି ମତେ କଂଗ୍ରେସ। ଆଏ ବାବୁ ଶୁଣ, ମୁକିମ ଜଣେ ଉଚ୍ଚ କୋଟିର ଲୋକ, ଇଞ୍ଜିନିୟର, ଜଣେ ବିଲ୍ଡର, ପଇସା ଅଛି। କଂଗ୍ରେସର ସେ ଏକଦମ ପିଲା। କଂଗ୍ରେସର ଯାହା କହନ୍ତିନି କଅଁଳ ପିଲା। 10-15 ବର୍ଷ ହେଲା ସେ କଂଗ୍ରେସକୁ ଆସିଛନ୍ତି। ସେ ଗୋଟେ ଏଭଳିଆ କହୁଛନ୍ତି ଯେ ଯଦି ତମର ଅଛି କହିବାର ଅଛି, ସିଧା ସୋନିଆ ଗାନ୍ଧୀକି ଦେଖା କର, ଇନ୍ଦିରା ଗାନ୍ଧୀ ରାହୁଲ ଗାନ୍ଧୀ ଦେଖା କର, ଖଗଡେକୁ ଦେଖା କର। ଆମେ ଦିନ ରାତି ଖଟୁଛୁ, ଗଳି କନ୍ଦି ଦିନ ରାତି 18 ଘଣ୍ଟା ସମୟ ଦଉଛୁ। ପଞ୍ଚାୟତ ଇଲେକ୍ସନ ମୁଣ୍ଡ ଉପରେ, ମ୍ୟୁନିସିପାଲିଟି ଇଲେକ୍ସନ ମୁଣ୍ଡ ଉପରେ ଆମର ଡ୍ୟାମେଜ ହଉଛି। ତମର ଯଦି କିଛି କହିବାର ଅଛି ହାଇକମାଣ୍ଡ ସହିତ କଥାବାର୍ତ୍ତା କର। ଏ ନ୍ୟୁଜ ପାଇଁ ଆସିବା, ଆମେ ପେପର ପାଇଁ ଆସିବା, କଣ ପାଇଁ ଆସିବା? ଆମେ ଜଣେ କଂଗ୍ରେସର କନିଷ୍ଠ ମେମ୍ବର। ଆମେ ତମଠୁ ଆମେ ଯଦି ହିସାବ କରିବା, ତମେ ଜେଜି ଅମଳର, ଆମେ 60 ବର୍ଷ କଂଗ୍ରେସରେ ଆମେ କାମ କଲୁଣି। କଂଗ୍ରେସ ହିଁ ମତେ ବହୁ ଅପମାନ ଦେଇଛି। କଣ ଶୁଣ, ବ୍ରଜ ମହାନ୍ତି ନନ୍ଦିନୀ ବେଳେ ମତେ କଂଗ୍ରେସରୁ କାଢି ଦେଇଥିଲେ ଅନ୍ୟାୟରେ। ଫେର କଂଗ୍ରେସରୁ କାଢି ଦେଇଥିଲେ ଶରତ ପଟ୍ଟନାୟକ। ମୋର ଖାତିର ଅଛି। ଖାଲି ସେତିକି କେମିତି ଅପମାନ ମତେ ଦେଇଛି କଂଗ୍ରେସ। ମୁଁ ଜିଲ୍ଲା କଂଗ୍ରେସ ଖୋର୍ଦ୍ଧା, ମୁଁ ଗୋଟେ ମିଟିଂ କରୁଛି ଖୋର୍ଦ୍ଧାରେ, ଦେଖିଲା ବେଳକୁ ମୁଁ ସଭାପତି ପଦରୁ ପଳେଇଲେଣି। ଖାଲି ସେତିକି। କଂଗ୍ରେସ ସଭାପତି ମତେ ଭୁବନେଶ୍ୱର କଲେ, 11ଟା ବେଳେ ଘୋଷଣା କଲେ, 3ଟା ବେଳେ ମୋ ଭାଇମାନଙ୍କୁ ଡାକି ମିଟିଂ କଲା ବେଳକୁ ମୁଁ ସେଥିରୁ ପଳେଇଲାଣି। ଏତେ ଧୋକା ଦେଇଛି ମତେ କଂଗ୍ରେସ। ଖାତିର ଅଛି। ଆମେ ରକ୍ତ ଦେଇ କଂଗ୍ରେସକୁ କାମ କରି 60 ବର୍ଷ ହେଲାଣି। କଂଗ୍ରେସ କିଏ କହିଲେ ଆମେ ବରଦାସ୍ତ କରିପାରିବୁନି। ମୁଁ ତଡ଼ା ଖାଇଲେ ବି ସେଇ ରାହୁଲ ଗାନ୍ଧୀ, ସେଇ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ଜବାହରଲାଲ ନେହେରୁ, ରାଜୀବ ଗାନ୍ଧୀ ବିଷୟରେ ତର୍ଜମା କରି ଆସିଛି ଆଜା। ଯଦି ମୁକିମ ବାବୁର କିଛି କହିବାର ଅଛି, ହାଇକମାଣ୍ଡ ସହିତ କଥାବାର୍ତ୍ତା କରନ୍ତୁ, ଆଲୋଚନା କରନ୍ତୁ। ମୁଁ ନିବେଦନ କରୁଛି ପେପର ଫେପରକୁ ଯାଇକି କଂଗ୍ରେସକୁ ଡ୍ୟାମେଜ କରନ୍ତୁନି। ଆମେ ବହୁ ଖଟୁଛୁ, ଓଡ଼ିଶାର ବହୁ ନେତା ଖଟୁଛନ୍ତି ଦିନ ରାତି ପଞ୍ଚାୟତକୁ ସଜାଡ଼ିବା ପାଇଁ, ଚେୟାରମ୍ୟାନ ଜିତେଇବା ପାଇଁ, ମ୍ୟୁନିସିପାଲ ଜିତେଇବା ପାଇଁ। ତେଣୁ ଆମମାନଙ୍କୁ ଆପଣମାନେ ଧୋକା ଦିଅନ୍ତୁନି। କଂଗ୍ରେସ ରହିକି କଂଗ୍ରେସକୁ ଡ୍ୟାମେଜ କରି ଷ୍ଟେଟମେଣ୍ଟ ଦେଇ ଆମକୁ ନିନ୍ଦିତ କରନ୍ତୁନି, କି ଧୋକା ଦିଅନ୍ତୁନି। ଆମେ ବହୁ କଷ୍ଟ ସରି ପଡ଼ି ରହିଛୁ। କଂଗ୍ରେସ ମତେ ବହୁ ଅତ୍ୟାଚାର କରିଛି। କହିଲି ପରା, ସକାଳେ ଆପଣମାନେ ସଭାପତି, 3ଟା ବେଳକୁ ମୁଁ ଗଲାଣି ଏରି। ରହିବୁ। ମୁଁ ନିବେଦନ କରୁଛି କଂଗ୍ରେସର ମୁରବୀ ମାନଙ୍କୁ, ପେପର ଫେପରକୁ ଯିବାନି, ନ୍ୟୁଜକୁ ଯିବାନି। ଆମ ଘର କଥା ଆମେ ଘରେ ଆଲୋଚନା କରିବା। ମୁକିମ ଜଣେ ଧନୀ ଲୋକ, ଜଣେ ଜ୍ଞାନୀ ଲୋକ, ଇଞ୍ଜିନିୟର, କିନ୍ତୁ ଏତେ ଅଥୟ ହବା ଉଚିତ ନୁହେଁ। ଧୈର୍ଯ୍ୟ ଧରିବା ଦରକାର। ଆମ ଭିତରେ ଆପୋଷ ସମାଧାନ କରି କଲେ ସମସ୍ତେ ଆମେ ଏକ ହେଇଗଲେ। ଯଦି ନିରଞ୍ଜନ ପଟ୍ଟନାୟକ, ମୁକିମ, ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, ରାମ ଖୁଣ୍ଟିଆ, ଶରତ ରାଉତ, ଆମର MLA ମାନେ ରମେଶ ଜେନା, ବାହିନୀପତି, ଆମର ରାମବାବୁ ବିରୋଧୀ ଦଳ ନେତା, ଆମେ ସମସ୍ତେ ଏକାଠି ହେଇଯିବୁ। ମହିଳା କଂଗ୍ରେସ, ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ କମେଇ ଭଗତ ଦାସ କୌଣସି ଭୁଲ କରିବା ମୁଁ ଦେଖୁନି। ଦିନ ରାତି ଖଟୁଛନ୍ତି, ସବୁ ପ୍ରକାର କରୁଛନ୍ତି। ମୁଁ ଜଣେ କଂଗ୍ରେସ ଲୋକ ହିସାବରେ, 50-60 ବର୍ଷର ଅଭିଜ୍ଞତା ହିସାବରେ, ଦିନକୁ 18 ଘଣ୍ଟା ସେ କଂଗ୍ରେସ ପାଇଁ କାମ କରୁଛନ୍ତି।